ପିଲାମାନେ ଭଲ ଅଛ ସମସ୍ତେ? ଖାଇକି ଆସିଛ? ଆମେ ରାମାୟଣ ବିଷୟରେ ପଢିଥିଲେ। କଣ ପଢିଥିଲେ? ରାମ କେମିତି 14 ବର୍ଷ ବନବାସ ଯାଇଥିଲେ। ରାମ କେତେ ବର୍ଷ ପାଇଁ ବନବାସ ଯାଇଥିଲେ? 14 ବର୍ଷ। ରାମଙ୍କ ପିତାଙ୍କ ନାମ କଣ ଥିଲା? ଦଶରଥଙ୍କର କେତୋଟି ରାଣୀ ଥିଲେ? ମନେ ଅଛି ତାହେଲେ ସବୁ ପଢେଇଥିଲି। ଆଜି ଆମେ ପଢିବା ରାମାୟଣର କଣ ସୀତା ଚୋରି ବିଷୟରେ ଆମେ ଆଜି ଜାଣିବା ହେଲା। ମୁଁ ପଢେଇବି, ସମସ୍ତେ ଶୁଣିବ, ମୁଁ ପଚାରିବି ତାପରେ। ରାମଚନ୍ଦ୍ର ପଞ୍ଚବଟୀ ବନକୁ ଗମନ କରି ସେଠାରେ ବାସ କଲେ। ରାମ ଓ ସୀତା ରାଜପୁତ୍ର ଓ ରାଜକନ୍ୟା ହେଲେ ହିଁ ସେମାନଙ୍କର ପରସ୍ପର ମଧ୍ୟରେ ଏହିପରି ସ୍ନେହ ଥିଲା ଯେ ସେମାନେ ବନବାସ କଷ୍ଟ ବୋଲି ମଣି ନଥିଲେ। ପଞ୍ଚବଟୀରେ କିଛି ଦିନ ବାସ କଲା ଉତ୍ତରୁ ଦିନେ ରାମ ଓ ଲକ୍ଷ୍ମଣ ମୃଗାର୍ଥ ବନକୁ ଯାଇଥିବା ସମୟରେ ଲଙ୍କାର ରାଜା ରାବଣ ଆସି ସୀତାକୁ ହରଣ କରି ନେଇଥିଲା। ରାମ ଓ ଲକ୍ଷ୍ମଣ କେଉଁଠିକି ଯାଇଥିଲେ? ମୃଗାର୍ଥ ବନକୁ ଯାଇଥିଲେ। ରାବଣ କାହାକୁ ଚୋରି କରି ନେଇଗଲେ? ଶୁଣିଲା। ଦୁର୍ମତି ରାବଣ ସୀତାଙ୍କୁ ତାହାର ରାଣୀ କରିବା ନିମନ୍ତେ ପ୍ରଲୋଭନ ଦେଖାଇ ନାନା ପ୍ରକାର ଚେଷ୍ଟା କରିଥିଲା, କିନ୍ତୁ ମହାସତୀ ସୀତା ତାର ପ୍ରଲୋଭନରେ ଭୁଲି ନଥିଲେ। ତଣୁ ନିଷ୍ଠୁର ରାବଣ ତାଙ୍କୁ ବହୁ କଷ୍ଟ ଦେଲା, କିନ୍ତୁ ସୀତା କୌଣସି ପ୍ରକାରରେ କାହାର ଅନୁଗତ ହେଲେ ନାହିଁ। କେବଳ ରାମକୁ ସର୍ବଦା ଧ୍ୟାନ କରି ସେହି ଭୀଷଣ ରାକ୍ଷସପୁରୀରେ ଦିନ ଯାପନ କରୁଥିଲେ। ସୀତା କାହାକୁ ଧ୍ୟାନ କରୁଥିଲେ? ମନେ ରାମକୁ। କୋଉଠି ଥିଲେ? ରାକ୍ଷସପୁରୀରେ। ରାବଣ କଣ? ରାକ୍ଷସ। ରାମଚନ୍ଦ୍ର ମୃଗୟାରୁ ଫେରି ଆସି ସୀତାଙ୍କୁ ଦେଖିବାକୁ ନ ପାଇ ଶୋକରେ ଅଧୀର ହୋଇ ନାନା ସ୍ଥାନରେ ତାଙ୍କର ଅନୁସନ୍ଧାନ କରିବାକୁ ଲାଗିଲେ। କେଉଁ କେଉଁମାନେ ଯାଇଥିଲେ ମୃଗୟାକୁ? ରାମ ଆଉ ଲକ୍ଷ୍ମଣ। ସେମାନେ ଆସିକି ଦେଖିଲେ କିଏ ନାହିଁ? କିନ୍ତୁ ତାହାକୁ ନ ପାଇବାରୁ କିଷ୍କିନ୍ଧ୍ୟାର ରାଜା ସୁଗ୍ରୀବଙ୍କ ସଙ୍ଗରେ ମିତ୍ରତା କରି ତାଙ୍କର ଅନୁଚରମାନଙ୍କୁ ସୀତାଙ୍କର ଅନୁସନ୍ଧାନାର୍ଥ ଦେଶ ଦେଶାନ୍ତରକୁ ପଠାଇଲେ। କେଉଁଠାର ରାଜା ସିଏ? କିଷ୍କିନ୍ଧ୍ୟାର ରାଜା। କିଷ୍କିନ୍ଧ୍ୟାର ରାଜା କିଏ? ସୁଗ୍ରୀବ। ତାର ସୁଗ୍ରୀବଙ୍କ ସହିତ ରାମଚନ୍ଦ୍ର କଣ କଲେ? ମିତ୍ରତା ସ୍ଥାପନ କଲେ। ମିତ୍ରତା ସ୍ଥାପନ କଲେ। ସୀତାକୁ ଖୋଜିବାକୁ ଯିବେ ଦେଶ ଦେଶାନ୍ତର ବୁଲିକି। ସୁଗ୍ରୀବଙ୍କର ଅନୁଚର ବୀର ହନୁମାନ ଲଙ୍କା ଦ୍ୱୀପରେ ସୀତାଙ୍କର ଥିବାର ସମ୍ବାଦ ଆଣି ରାମକୁ ପ୍ରଦାନ କଲେ। କିଏ? ସୁଗ୍ରୀବଙ୍କର ଅନୁଚର ବୀର। ସୁଗ୍ରୀବଙ୍କର ଅନୁଚର ବୀର କିଏ? ହନୁମାନ। ଭେରି ଗୁଡ୍, ସବୁ ଶୁଣୁଛନ୍ତି। କେଉଁଠି ସୀତା ଅଛନ୍ତି ବୋଲି ସେଠି ସମ୍ବାଦ ଦେଲେ? ଲଙ୍କା ଦ୍ୱୀପରେ ସୀତା ଥିବାର ସମ୍ବାଦ ଆଣି ରାମଚନ୍ଦ୍ରକୁ ପ୍ରଦାନ କଲେ। ସୁଗ୍ରୀବ ଓ ତାହାଙ୍କର ଅନୁଚର ମାନଙ୍କୁ ଘେନି ରାମ ଓ ଲକ୍ଷ୍ମଣ ସେତୁ ଦ୍ୱାରା ସମୁଦ୍ର ପାର ହୋଇ ଚାରୁ ହନୁଶାଳିନୀ ଉପବନ ଶୋଭିତା ଲଙ୍କାପୁରୀକୁ ଅବରୋଧ କଲେ। କେଉଁ ସମୁଦ୍ର? ସେତୁ ଦ୍ୱାରା ଲକ୍ଷ୍ମଣ ସେତୁ ଦ୍ୱାରା କଣ କରିଥିଲେ? ଯୋଉ ସମୁଦ୍ରରେ କଣ ବାନ୍ଧିଥିଲେ? ସେତୁ ବାନ୍ଧିଥିଲେ ସୀତାଙ୍କୁ ଆଣିବାକୁ ଯିବା ପାଇଁ। ରାମଚନ୍ଦ୍ରଙ୍କ ସହିତ ରାବଣର ଭୀଷଣ ସମର ହେଲା। ଏହି ରଣରେ ରାବଣର ବିଖ୍ୟାତ ବୀର ପୁତ୍ର ଇନ୍ଦ୍ରଜିତ ପ୍ରଭୃତି ମହାବୀରମାନେ ବିନଷ୍ଟ ହେଲେ। ରାବଣର ପୁତ୍ର କିଏ? ବିଖ୍ୟାତ ବୀର ପୁତ୍ର କିଏ? ଇନ୍ଦ୍ରଜିତ। ପରିଶେଷରେ ରାବଣ ମଧ୍ୟ ରାମଙ୍କ ଶରୀରରେ ବିନାଶ ପ୍ରାପ୍ତ ହେଲା। ସତୀ ସୀତାଙ୍କର ନୟନ ବାରି କାଳନ ପ୍ରାୟ ଲଙ୍କାପୁରୀକୁ ଭସ୍ମ କରିଦେଲେ। ରାମ ଓ ଲକ୍ଷ୍ମଣ ସୀତାଙ୍କୁ ଘେନି ଅଯୋଧ୍ୟା ପ୍ରତ୍ୟାଗମନ କଲେ। ଜାଣିଲ ସୀତାକୁ କେମିତି ରାମଚନ୍ଦ୍ର ରାବଣଙ୍କ କବଳରୁ ରକ୍ଷା କରିଥିଲେ। ଆଜି ଆମେ ସୀତା ଚୋରି ବିଷୟରେ ଜାଣିଲେ ହେଲା। ପଚାରି ସମସ୍ତଙ୍କୁ ଆସିବ। ଭେରି ଗୁଡ୍।